ଦେଖନ୍ତୁ ସୁଭଦ୍ରା ଯୋଜନାରେ ବହୁତ ବଡ଼ ଅପଡେଟ୍ ଆସିଛି। ଯେଉଁ ହିତାଧିକାରୀ ମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି ସେମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ରହିଛି। ମାର୍ଚ୍ଚ 6ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା। ତ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା ଏହି ଭିଡ଼ିଓ ମାଧ୍ୟମରୁ। ତା ପୂର୍ବରୁ ଆପଣମାନଙ୍କୁ କହିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟିକୁ ଦେଖୁଛନ୍ତି, ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। ଯଦି ଫେସବୁକ୍ରୁ ଭିଡ଼ିଓଟିକୁ ଦେଖୁଥାନ୍ତି ଫଲୋ ନିଶ୍ଚୟ କରିଦେବେ। ଦେଖନ୍ତୁ ମାର୍ଚ୍ଚ 6ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ପଞ୍ଚମ କିସ୍ତିରେ ଉପକୃତ ହେବେ ରାଜ୍ୟର 1,70,000 ମହିଳା। ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା। ଦେଖନ୍ତୁ ସରକାରଙ୍କ ତରଫରୁ ଯେଉଁ ଅପଡେଟ୍ଟି ରହିଛି ଆଜିକା ଡେଟ୍ରେ, ଆପଣମାନେ ସମସ୍ତେ ଜାଣିଥିବେ ମାର୍ଚ୍ଚ 8ରେ ଯେଉଁ ହିତାଧିକାରୀ ଆଦୌ ସୁଭଦ୍ରା ଟଙ୍କା ପାଇନାହାନ୍ତି ସେମାନଙ୍କୁ ପ୍ରଥମ କିସ୍ତି ଦ୍ୱିତୀୟ କିସ୍ତି ଏକା ସାଙ୍ଗରେ 10,000 ଟଙ୍କା ମିଳିବାର କଥା ଥିଲା। କିନ୍ତୁ ସରକାରଙ୍କ ତରଫରୁ ଏବେ ଯେଉଁ ନିଷ୍ପତ୍ତି ନିଆଯାଇଛି, ଯେଉଁମାନେ ସୁଭଦ୍ରା ଯୋଜନାରେ ଯୋଗ୍ୟ ହିତାଧିକାରୀ ଅଛନ୍ତି ସେମାନେ ଆଦୌ ଟଙ୍କା ପାଇନାହାନ୍ତି, ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ଏହି ବଡ଼ ଘୋଷଣାଟି ଜାରି କରାଯାଇଛି। ସେମାନଙ୍କୁ ମାର୍ଚ୍ଚ 6ରେ ପ୍ରଥମ କିସ୍ତି ଦେଲା ପରେ ମାର୍ଚ୍ଚ 8ରେ 1 କୋଟି ମହିଳାଙ୍କୁ ଦ୍ୱିତୀୟ କିସ୍ତି ମିଳିବାକୁ ଯାଉଛି, ଯାହାକି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଏହି ସୂଚନାଟି ଜାରି କରାଯାଇଛି। ଚାଲନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ କ'ଣ ରହିଛି ତା ଉପରେ ଟିକେ ନଜର ପକାଇବା। ଦେଖନ୍ତୁ ମାର୍ଚ୍ଚ 6ରେ ମିଳିବ ସୁଭଦ୍ରା ଟଙ୍କା। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଦିଆଯିବ। ହିତାଧିକାରୀଙ୍କ ଖାତାକୁ ଯିବ 5,000 ଟଙ୍କା। ପଞ୍ଚମ କିସ୍ତିରେ 1,70,000 ମହିଳା ଏହି ଟଙ୍କା ପାଇବେ। ଏନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁ ହିତାଧିକାରୀମାନେ ସୁଭଦ୍ରା ଯୋଜନାରେ ଆଦୌ ପ୍ରଥମ କିସ୍ତି ଟଙ୍କା ପାଇନାହାନ୍ତି ସେମାନଙ୍କ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ଆପଣମାନେ ଏହି ଦୁଇଟି କାମ କରିନିଅନ୍ତୁ, ଯାହାଫଳରେ ମାର୍ଚ୍ଚ 6ରେ ଆପଣ ପ୍ରଥମ କିସ୍ତି ଟଙ୍କା ପାଇଯିବେ। ପ୍ରଥମ କାମଟି ରହିଛି, ଆପଣ ଜନସେବା କେନ୍ଦ୍ରକୁ ଯାଇ ଆପଣଙ୍କର ସୁଭଦ୍ରା ଷ୍ଟାଟସଟିକୁ ଚେକ୍ କରିବେ। ପ୍ରଥମେ EKYC ଷ୍ଟାଟସକୁ ଦେଖିବେ, ତାହା କମ୍ପ୍ଲିଟ୍ ହୋଇଛି କି ନାହିଁ ଥରେ ଚେକ୍ କରିଦେବେ। ଯଦି ଆପଣଙ୍କର ସ୍ୱୀକୃତି ସ୍ଥିତି ଅଣ୍ଡର ପ୍ରୋସେସ୍ ଥାଏ ତାହେଲେ ଆପଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଦ୍ୱିତୀୟଟି ହେଲା, ଆପଣଙ୍କ ଆକାଉଣ୍ଟରେ ଡିବିଟିକୁ ଏନାବଲ୍ କରିଦିଅନ୍ତୁ। ଯଦି ଏପର୍ଯ୍ୟନ୍ତ କରିନାହାନ୍ତି, ଆପଣ ଏହି ଚ୍ୟାନେଲର ପ୍ଲେଲିଷ୍ଟରୁ ଆପଣ NPCIକୁ ଯାଇ କେମିତି ନିଜର ଆକାଉଣ୍ଟଟିକୁ ଡିବିଟି ଆକ୍ଟିଭ୍ କରିପାରିବେ ସେ ବିଷୟରେ ସେ ଭିଡ଼ିଓ ମାଧ୍ୟମରେ ସୂଚନା ଦିଆଯାଇଛି। ଆପଣ ସେହି କାମଟିକୁ କରନ୍ତୁ। ଏହି ଦୁଇଟି କାମ କଲା ପରେ ଆପଣ ମାର୍ଚ୍ଚ 6ରେ ଆପଣଙ୍କର ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ଆପଣ ପ୍ରାପ୍ତ କରିପାରିବେ। ଏହା ଥିଲା ସୁଭଦ୍ରା ହିତାଧିକାରୀମାନଙ୍କ ପାଇଁ ସରକାରଙ୍କ ତରଫରୁ ନୂଆ ଅପଡେଟ୍। ପୁଣି ଦେଖାହବ ଆପଣଙ୍କ ସହିତ ସରକାରଙ୍କର ନୂଆ ଏକ ଅପଡେଟ୍ରେ। ଜୟ ଜଗନ୍ନାଥ।